आसन्तु आमानकर परमेश्वर प्रशंसा निवासी परमेश्वर ताहाको गौरव करिबा प्रशंसा करिबा ता छडा आमानक पाखरे किछि नै सेति आसु आजिर उपासन रे आमानक गहन मध्य रे आमानक गहन मध्य रे प्रभुଙ୍କ दास अछंती राजेश लिमा आज्ञा मुझे प्रभु जीशु नाम रे आह्वान करुच्ची सम्मुख को आसबे एवं आमन को आराधना मध्य को कढ़े ने आज्ञा। प्रेज द लॉर्ड। प्रेज द लॉर्ड। सदाप्रभु परमेश्वरंकर महिमा हो गौरव हो। प्रभु से मंगलमय अटंती, से दयामय अटंती, करुणामय अटंती। तांकर करुणा केबे शेष हुए नहीं। प्रभुंकर गौरव हो। पुणी उपस्थित प्रत्येक को प्रभु श्रीकृष्ण नाम रे नमस्कार। प्रभुंकर गौरव करी आमने गीत गान करिबा। करुणामय आहे करुणामय करिछि तुमको मु आस्वादन। हालेलुया, थैंक यू जीसस। करुणामय आहे करुणामय करिछि तुमको मु आस्वादन। करिछि तुमको मु आस्वादन। करुणामय आहे करुणामय करिछि तुमको मु आस्वादन। करिछि तुमको मु आस्वादन। मु चाखी जानिछि तुमे प्रेममय। मु चाखी जानिछि तुमे प्रेममय। करुणामय आहे करुणामय करिछि तुमको मु आस्वादन। करिछि तुमको मु आस्वादन। हजार हजार सुना रूपा ठारू तुम मधुर वाक्य मो प्रति उत्तम। हजार हजार सुना रूपा ठारू तुम मधुर वाक्य मो प्रति उत्तम। तुमे मंगलकारी मो मंगलमय। तुमे मंगलकारी मो मंगलमय करिछि तुमको मु आस्वादन। करिछि तुमको मु आस्वादन। करुणामय आहे करुणामय करिछि तुमको मु आस्वादन। करिछि तुमको मु आस्वादन। करिछि तुमको मु आस्वादन। हजार हजार मणि मुक्ता ठारू तुम मुखर वाक्य मो प्रति उत्तम। हजार हजार मणि मुक्ता ठारू तुम मुखर वाक्य मो प्रति उत्तम। तुमे मंगलकारी मो मंगलमय। तुमे मंगलकारी मो मंगलमय करिछि तुमको मु आस्वादन। करिछि तुमको मु आस्वादन। करुणामय आहे करुणामय करिछि तुमको मु आस्वादन। करिछि तुमको मु आस्वादन। मोहर प्रियतम श्वेत रक्तबर्ण 10,000 मध्यरे प्रभु प्रधान। मोहर प्रियतम श्वेत रक्तबर्ण 10,000 मध्यरे प्रभु प्रधान। तुमे मंगलकारी मो मंगलमय। तुमे मंगलकारी मो मंगलमय करिछि तुमको मु आस्वादन। करिछि तुमको मु आस्वादन।
କରୁଣାମୟ ଆହେ କରୁଣାମୟ କରିଛି ତୁମକୁ ମୁଁ ଆସ୍ୱାଦନ ତୁମକୁ ଆସ୍ୱାଦନ କରିଛି ତୁମକୁ ମୁଁ ଆସ୍ୱାଦନ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆସ୍ୱାଦନ ଯେ ଚାଖିଛି ସେ ଜାଣିଛି ପ୍ରଭୁଙ୍କର ଦୟା, ପ୍ରଭୁଙ୍କର କରୁଣା, ପ୍ରଭୁଙ୍କର ପ୍ରେମ। ସେଇ ପ୍ରଭୁ ମହାନ, ସେ ଜୀବିତ ପରମେଶ୍ୱର, ଆଉ ତାଙ୍କର କରୁଣା କେବେ ଶେଷ ହୁଏ ନାହିଁ। ସେ କରୁଣାମୟ, ସେ ଦୟାମୟ, ସେ ପ୍ରେମମୟ ଅଟନ୍ତି ମୋର ପ୍ରିୟମାନେ। ପ୍ରଭୁଙ୍କର ଗୌରବ ହଉ, ପ୍ରଭୁଙ୍କର ପ୍ରଶଂସା ହଉ। ପ୍ରଭୁ ଆମମାନଙ୍କୁ କେତେ ପ୍ରେମ, କେତେ ଦୟା କରିଅଛନ୍ତି, ତାଙ୍କର ପରିଚୟ ଦେଇଛନ୍ତି, ଆମମାନଙ୍କୁ ସେ ପରିତ୍ରାଣ ଦେଇଅଛନ୍ତି ବିନା ମୂଲ୍ୟରେ। ଆମମାନଙ୍କ ନିମନ୍ତେ ସେ ସ୍ୱର୍ଗ ସୁଖ ତ୍ୟାଗ କରିଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ ଗୋଟେ ଗୀତ ଗାଇ ମାନେ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା। ଥ୍ୟାଙ୍କ ୟୁ ଜିସସ୍। ଧନ୍ୟବାଦ ପ୍ରଭୁଜୀ। ହାଲେଲୁୟା, ହାଲେଲୁୟା, ଥ୍ୟାଙ୍କ ୟୁ ଲର୍ଡ। ସଦା ପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ, ହେବ ନାହିଁ, ହେବ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସଦାପ୍ରଭୁ ଆମର ପ୍ରତିପାଳକ, ଆମର ଅଭାବ ହେବ ନାହିଁ। ଆମମାନଙ୍କର ସମସ୍ତଙ୍କର ଘୋଷାପଦ, କିନ୍ତୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆଜି ଏତେ ଅଭାବ ଆମ ଲୋକମାନଙ୍କ ମଧ୍ୟରେ। ଆମମାନେ ସେଇ ଅନ୍ୟ ଲୋକମାନଙ୍କ ଠାରୁ, ଅନ୍ୟ ଜାତି, ଅନ୍ୟ ଧର୍ମାବଲମ୍ବୀ ଲୋକମାନଙ୍କ ଠାରୁ ଆମେ ଋଣଗ୍ରସ୍ତ, ଭାରଗ୍ରସ୍ତ, ବୋଝଗ୍ରସ୍ତ। ଆମେ ଛୋଟରୁ, ଆମେ ସଣ୍ଡେ ସ୍କୁଲରୁ ଏଇ ପଦ ମୁଖସ୍ଥ କରୁଛୁ, ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। କିନ୍ତୁ ଆଜି ଆମର ଓଡ଼ିଶାରେ, ଜିଲ୍ଲାରେ ଆମ ଲୋକମାନେ ସମସ୍ତଙ୍କ ଠାରୁ, ପ୍ରାୟ ପରିବାର ଗାଁ ଗାଁରେ ଋଣଗ୍ରସ୍ତ, ଭାରଗ୍ରସ୍ତ। ଆମମାନେ ବିଶ୍ୱାସର ସହିତ ପ୍ରଭୁଙ୍କୁ ଧନ୍ୟବାଦ ଦେଇ, ପ୍ରଭୁଙ୍କୁ ମନେ ପକାଇ ଆମମାନେ ଏ ଗୀତ ଗାନ କରିବା। ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ସଦା ପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ, ହେବ ନାହିଁ, ହେବ ନାହିଁ। ସଦା ପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ, ହେବ ନାହିଁ, ହେବ ନାହିଁ। ସୁକୋମଳ ତୃଣ ସେ ଯେ ଶୟନ କରାନ୍ତି, ସ୍ଥିର ଜଳ ପାଶେ ପାଶେ ମତେ ଧରି ଚଳାନ୍ତି। ସୁକୋମଳ ତୃଣ ସେ ଯେ ଶୟନ କରାନ୍ତି, ସ୍ଥିର ଜଳ ପାଶେ ପାଶେ ମତେ ଧରି ଚଳାନ୍ତି। ମୃତ୍ୟୁ ଛାୟା ପଥେ ମୋର ଆଉ ଆପଦର ଭୟ ନାହିଁ। ମୃତ୍ୟୁ ଛାୟା ପଥେ ମୋର
ଆଉ ଆପଦର ଭୟ ନାହିଁ, ସଦା ପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ, ହେବ ନାହିଁ, ହେବ ନାହିଁ। ପାଶେ ରହି ଶାସନରେ ସାନ୍ତ୍ୱନା ଦିଅନ୍ତି, ମୋ ଶତ୍ରୁ ସମୀପେ ମୋତେ ଆଶୀର୍ବାଦ କରନ୍ତି, ତାହାଙ୍କ ମଙ୍ଗଳ ଦୟା ମୋତେ କେବେ ଛାଡ଼ିବ ନାହିଁ। ଆମେନ୍, ଗ୍ଲୋରି। ତାହାଙ୍କ ମଙ୍ଗଳ ଦୟା ମୋତେ କେବେ ଛାଡ଼ିବ ନାହିଁ, ସଦା ପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ, ହେବ ନାହିଁ, ହେବ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରକୃତରେ ଯୁବା ସିଂହ ମାନଙ୍କର ଅଭାବ ହେବ, କିନ୍ତୁ ଯେଉଁମାନେ ସଦାପ୍ରଭୁଙ୍କ ଠାରେ ନିର୍ଭର ରଖନ୍ତି ସେମାନଙ୍କର କୌଣସି ମଙ୍ଗଳ ବିଶ୍ୱର ଅଭାବ ନହିବ। ହାଲେଲୁୟା, ପ୍ରଭୁଙ୍କର ଗୌରବ ହଉ। ମୁଁ ଏବଂ ଆପଣମାନେ ଆମେ ସଦାପ୍ରଭୁଙ୍କ ଠାରେ ନିର୍ଭର ରଖିବା ଲୋକମାନେ। ମୁଁ ପର୍ବତ ଗଣ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରିବି, କେଉଁଠାରୁ ମୋର ସାହାଯ୍ୟ ଆସିବ? ମୋର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ। ସେ ଆମମାନଙ୍କର ପ୍ରତିପାଳକ, ଆମମାନଙ୍କର ଅଭାବ ହେବ ନାହିଁ। ମୋର ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହଉ, ପ୍ରଭୁଙ୍କର ପ୍ରଶଂସା ହଉ। ଆଉ ଗୋଟେ ଗୀତ ଗାଇ ଆମେ ସେ ସଦାପ୍ରଭୁ ପରମେଶ୍ୱରଙ୍କର ଗୌରବ କରିବା, ପ୍ରଶଂସା କରିବା। ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍, ଥ୍ୟାଙ୍କ ୟୁ ଜିସସ୍। ତୁମରି ଗୌରବ କରୁଛୁ ପ୍ରଭୁ, ତୁମରି ପ୍ରଶଂସା କରୁଛୁ। ହାଲେଲୁୟା, ଜିସସ୍। Praise you, worship you, Lord. Hallelujah, hallelujah. ଆମେ ସମସ୍ତେ ଜାଣିଥିବା ଗୀତ ଗାଇ ଆମେ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା। ସେ ସଦାପ୍ରଭୁ ସାହାଯ୍ୟକାରୀ, ଉଦ୍ଧାରକାରୀ। ସେ ପରମେଶ୍ୱରଙ୍କର ଲୋକମାନେ, ଆମମାନେ ତାଙ୍କର ଚରାସ୍ଥାନର ମେଷ। ସେ ଅବ୍ରାହମ, ଇସାକ, ଯାକୋବଙ୍କର ପରମେଶ୍ୱର ଆଜି ଆମମାନଙ୍କର ପରମେଶ୍ୱର ଅଟନ୍ତି। ଆମମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ଆମମାନଙ୍କର ପାଖେ ପାଖେ ସଦା ସର୍ବଦା ରହନ୍ତି। ହେ ଅବ୍ରାହମଙ୍କ ଈଶ୍ୱର, ଇସାକଙ୍କ ଈଶ୍ୱର, ଯାକୋବଙ୍କ ଈଶ୍ୱର, ହେ ଅବ୍ରାହମଙ୍କ ଈଶ୍ୱର, ଇସାକଙ୍କ ଈଶ୍ୱର, ଯାକୋବଙ୍କ ଈଶ୍ୱର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ହେ ଅବ୍ରାହମଙ୍କ ଈଶ୍ୱର, ଇସାକଙ୍କ ଈଶ୍ୱର, ଯାକୋବଙ୍କ ଈଶ୍ୱର। जिहोवा जीरी है मोरो, जिहोवा निसी है मोरो, जिहोवा जीरी है मोरो, जिहोवा निसी है मोरो।
ବାସାଲେମ ହେ ମୋର ଦୟା ସାଗର ଜିହୋବା ସାଲେମ ହେ ମୋର ଦୟା ସାଗର ହେ ଅବ୍ରାହ୍ମଙ୍କ ଈଶ୍ୱର ଇସାକଙ୍କ ଈଶ୍ୱର ଯାକୁବଙ୍କ ଈଶ୍ୱର ହାଲେଲୁୟା ପ୍ରେଜ୍ ଦ ଲର୍ଡ। ସେ ଜିହୋବା ରାଫା, ସେ ସୁସ୍ଥକାରୀ ପରମେଶ୍ୱର, ସେ ଇମାନୁଏଲ ପରମେଶ୍ୱର, ଆମମାନଙ୍କର ସଙ୍ଗେ ସଙ୍ଗେ ରହିବା ପରମେଶ୍ୱର। ଯେଉଁମାନେ ଆଜି ଅସୁସ୍ଥ ମଧ୍ୟରେ ଅଛନ୍ତି, କୌଣସି ରୋଗ, ଶାରୀରିକ ରୋଗ, ଆତ୍ମିକ ରୋଗ, ମାନସିକ ରୋଗରେ ଯେଉଁମାନେ ପଡ଼ି ଅଛନ୍ତି, ସେ ଜିହୋବା ରାଫା ପରମେଶ୍ୱରଙ୍କ ନିକଟରେ ହାଲେଲୁୟା ନିଜକୁ ଆମେ ଭରସା କରୁ, ବିଶ୍ୱାସ କରୁ। ଜିହୋବା ରାଫା ହେ ମୋର, ଜିହୋବା ରୋଇ ହେ ମୋର, ଜିହୋବା ରାଫା ହେ ମୋର, ଜିହୋବା ରୋଇ ହେ ମୋର, ଇମାନୁଏଲ ଈଶ୍ୱର ହେ ମୋର ଦୟା ସାଗର, ଇମାନୁଏଲ ଈଶ୍ୱର ହେ ମୋର ଦୟା ସାଗର, ହେ ଅବ୍ରାହ୍ମଙ୍କ ଈଶ୍ୱର ଇସାକଙ୍କ ଈଶ୍ୱର ଯାକୁବଙ୍କ ଈଶ୍ୱର ସାହାଯ୍ୟକାରୀ ହେ ମୋର, ଉଦ୍ଧାରକାରୀ ହେ ମୋର, ସୁରକ୍ଷାକାରୀ ହେ ମୋର ହାଲେଲୁୟା। ସାହାଯ୍ୟକାରୀ ହେ ମୋର, ସୁରକ୍ଷାକାରୀ ହେ ମୋର, ସାହାଯ୍ୟକାରୀ ହେ ମୋର, ସୁରକ୍ଷାକାରୀ ହେ ମୋର, ଉଦ୍ଧାରକାରୀ ହେ ମୋର, ହେ ମୋର ଦୟା ସାଗର, ଉଦ୍ଧାରକାରୀ ହେ ମୋର, ହେ ମୋର ଦୟା ସାଗର ହାଲେଲୁୟା ଗ୍ଲୋରି। ହେ ଅବ୍ରାହ୍ମଙ୍କ ଈଶ୍ୱର ଇସାକଙ୍କ ଈଶ୍ୱର ଯାକୁବଙ୍କ ଈଶ୍ୱର ହେ ଅବ୍ରାହ୍ମଙ୍କ ଈଶ୍ୱର ସାହାଯ୍ୟକାରୀ ହେ ମୋର, ସୁରକ୍ଷାକାରୀ ହେ ମୋର। ପ୍ରଭୁ ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ, ତୁମର ଜୟଜୟକାର କରୁଛୁ। ପ୍ରଭୁ ତୁମେ ଆମମାନଙ୍କର ଉଦ୍ଧାରକାରୀ, ତୁମେ ଆମମାନଙ୍କର ସାହାଯ୍ୟକାରୀ, ତୁମେ ଆମମାନଙ୍କର ସୁରକ୍ଷାକାରୀ। ପ୍ରଭୁ ତୁମେ ଇମାନୁଏଲ ପରମେଶ୍ୱର, ଆମମାନଙ୍କର ସହିତ ଈଶ୍ୱରଟା ଧନ୍ୟବାଦ ଦେଉଛୁ, ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଅଛୁ। ପ୍ରଭୁ ପ୍ରଭୁ ତୁମରି ପଛରେ ଚାଲିବା ପାଇଁ, ତୁମ ସହିତ ଚାଲିବା ପାଇଁ ଆମମାନଙ୍କୁ ତୁମେ ବାଛିଅଛ, ଆହ୍ୱାନ କରିଛ। ପ୍ରଭୁ ଆଜି ଆମମାନଙ୍କର ସ୍ୱଭାବ, ଆଜି ଆମମାନଙ୍କର ଚାଲିଚଳନ ଏକ ଖ୍ରୀଷ୍ଟିଆନ ଭାବରେ, ଖ୍ରୀଷ୍ଟଙ୍କର ଏକ ଲୋକ ଭାବରେ, ଖ୍ରୀଷ୍ଟିଆନ ଲୋକ ଭାବରେ ମୋର ଆଜି ବ୍ୟବହାର ଲୋକଙ୍କ ନିକଟରେ କି ପ୍ରକାର, ମୋର ସ୍ୱଭାବ କି ପ୍ରକାର, ଆମେ ନିଜ ନିଜକୁ ସମୀକ୍ଷା କରିବା। ମୋର ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଏହି ଆରାଧନା ସମୟରେ, ଏହି ଉପାସନା ସମୟରେ ପ୍ରଭୁଙ୍କ ନିକଟରେ ନିଜ ନିଜକୁ ସମର୍ପଣ କରୁ, ନିଜକୁ ସମୀକ୍ଷା କରୁ। ମୁଁ ସେ ଅବ୍ରାହମ, ଇସାକ, ଯାକୋବଙ୍କର ପରମେଶ୍ୱରଙ୍କର ଲୋକ, ମୁଁ ତାଙ୍କର ଚରାସ୍ଥାନର ମେଷ ମୁଁ
हालेलुया। थैंक यू जीसस। प्रभु तुमरी संतानर अधिकार मान को तुम्हें देछ, धन्यवाद दूछु। तुम्हारी गौरव करछु प्रभु, तुम्हारी प्रशंसा करछु प्रभु। आम निज निजक तुम हस्तर समर्पण करछु। थैंक यू जीसस, हालेलुया। थैंक यू लॉर्ड, ग्लोरीफाई योर नेम। धन्यवाद प्रभु, तुम्हारी गौरव करछु। मोर प्रिय निज निजक प्रभु हस्तर समर्पण करवा। आज आमर जीवन की प्रकार, आज आम व्यवहार की प्रकार, चालीचलन, आचार व्यवहार, कथबार्ता, चिंता भावना, कार्यकलाप, समस्त विषय लोकों को आगे आम की प्रकार स्वभाव रही। जीसुंको स्वभाव धरिबी, पछे चालिबी, जीसुंको स्वभाव धरिबी, ताहांको परि जगते जीवन मु काटिबी, जीसुंको स्वभाव धरिबी, पछे चालिबी, जीसुंको स्वभाव धरिबी, परर मंगल पाई छाड़ी माता बंधु भाई, बुलिले विदेश जाई मुकिम पान करिबी, जीसुंको स्वभाव धरिबी। हालेलुया, प्रेज द लॉर्ड। आज आम निज पाई जदि बंचुछु मोर प्रिय माने किछि लाभ नाही, अन्यर पाई आमने बंचु, अन्यर आशीर्वाद रो कारण हो, अन्यर उद्धार रो कारण हो, अन्यर परित्राण रो कारण हो, आमनकर स्वभाव द्वारा, आमनकर जीवन द्वारा। हालेलुया, थैंक यू जीसस। दुखी दुखे दुखी हेले, दया करी दुख नेले, कथा कही शांति देले, मुकिम पान करिबी, जीसुंको स्वभाव धरिबी, पछे चालिबी, जीसुंको स्वभाव धरिबी, स्वर्ग सुख त्याग करी, आसिले दरिद्र परी, मुहि सुख तुच्छ करी, किमान पारिबी, जीसुंको स्वभाव धरिबी, पछे चालिबी, जीसुंको स्वभाव धरिबी, दुख निंदा से सहिले, फेरी पदे न कहिले, शत्रु को क्षमा करिले, मुकिम पान करिबी, जीसुंको स्वभाव धरिबी, पछे चालिबी, जीसुंको स्वभाव धरिबी, पाप को से जय कले, आपणार आत्मा बले, तांको उपकार बले, मुकिम पान करिबी, जीसुंको स्वभाव धरिबी, पछे चालिबी,
ଯୀଶୁଙ୍କ ସ୍ୱଭାବ ଧରିବି। ପ୍ରଭୁ ତୁମରି ଗୌରବ କରୁଛୁ এই প্রভাত সময়ে তোমার চরণ তলে বসি তোমার গৌরব প্রশংসা করু করু নিজ নিজকে তুম হস্ତରେ সমর্পণ করছু। প্রভু তুমি যে আমানଙ୍କର উদ্ধারকর্তা, মুক্তিদাতা, ପରିତ୍ରାଣକର୍ତ୍ତା, তুমি ଆମମାନଙ୍କୁ ବାଛି ଅଛ, ମନୋନୀତ କରିଛ, ଆହ୍ୱାନ କରିଛ ପ୍ରଭୁ ତୁମରି ପଛରେ ଚାଲିବା ପାଇଁ। ତୁମରି ସ୍ୱଭାବକୁ ଧରି ତୁମରି ପଛରେ ଚାଲିବା ପାଇଁ ଆମମାନଙ୍କୁ ତୁମେ ମନୋନୀତ କରିଛ। ଧନ୍ୟବାଦ ଦେଉଛୁ। ଜଗତରେ କୋଟି କୋଟି ଲୋକ ଅଛନ୍ତି, ଆମ ଦେଶରେ କୋଟି କୋଟି ଜନତା ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଳ୍ପ ଆମମାନଙ୍କୁ ତୁମେ ବାଛିଲ ପ୍ରଭୁ ତୁମରି ପଛରେ ଚାଲିବା ପାଇଁ। ଆଜି ଆମେ ସୁସମାଚାର ପ୍ରଚାର କରିପାରୁନୁ, ଓପନ ପ୍ରିଚିଂ କରିପାରୁନୁ, କିନ୍ତୁ ଆମମାନଙ୍କର ସ୍ୱଭାବ ହିଁ ଲୋକମାନଙ୍କ ନିକଟରେ ପ୍ରଚାର କରୁ। ଆମମାନଙ୍କର ଚାଲିଚଳନ ଲୋକମାନଙ୍କ ନିକଟରେ ପ୍ରଚାର କରୁ। ପ୍ରଭୁ ତୁମ ନିକଟରେ ଆମେ ନିଜ ନିଜକୁ ସମର୍ପଣ କରୁଛୁ। ତୁମେ ନିଜକୁ ଉତ୍ସର୍ଗ କଲ ଆମମାନଙ୍କ ନିମନ୍ତେ। ତଦ୍ରୂପ ଆମମାନେ ମଧ୍ୟ ଅନ୍ୟମାନଙ୍କ ନିମନ୍ତେ ନିଜକୁ ଉତ୍ସର୍ଗ କରିବୁ। ଅନ୍ୟମାନଙ୍କର ଆଶୀର୍ବାଦର କାରଣ ହେବୁ, ପରିତ୍ରାଣର କାରଣ ହେବୁ, ଉଦ୍ଧାରର କାରଣ ହେବୁ। ସେପରି ତୁମେ ଆମମାନଙ୍କୁ ଏ ଦିନମାନଙ୍କରେ ପ୍ରଭୁ ତୁମେ ଆମମାନଙ୍କୁ ବ୍ୟବହାର କର। ରିଏଲ ମିନିଷ୍ଟ୍ରି ଉପାସନାରେ ଯୋଗ ଦେଇଥିବା ପ୍ରତ୍ୟେକ ତୁମରି ପ୍ରିୟ ଦାସ ଦାସୀ ସନ୍ତାନ ସନ୍ତତି ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରୁଛୁ। ଯୀଶୁଙ୍କ ନାମରେ ତୁମେ ସମସ୍ତଙ୍କୁ ଅଧିକାର କର ପ୍ରଭୁ। ଆଜି ଯଦି କେହି ଅଭାବ ମଧ୍ୟରେ ଅଛନ୍ତି, ତୁମେ ସେମାନଙ୍କର ଆବଶ୍ୟକ ପୂରଣ କର, ପ୍ରତିପାଳକ। ଆଜି ଯଦି ଯେ ଦୁଃଖ ମଧ୍ୟରେ ଅଛନ୍ତି, ଯୀଶୁଙ୍କ ନାମରେ ସେମାନଙ୍କର ଦୁଃଖ ସୁଖରେ ପରିଣତ ହେଉ। ଆଜି ଯେଉଁମାନେ ଋଣଗ୍ରସ୍ତ ଅଛନ୍ତି, ଭାରଗ୍ରସ୍ତ ଅଛନ୍ତି, ତୁମେ ଆଜି ମଧ୍ୟ କହୁଛ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ବିଶ୍ରାମ ଦେବି। ତୁମର ଚରଣ ତଳେ ଆମେ ପ୍ରତ୍ୟେକ ନିଜ ନିଜକୁ ସମର୍ପଣ କରୁଛୁ ପ୍ରଭୁ। ତୁମେ ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କୁ ଅଧିକାର କର। ଆମମାନଙ୍କର ଜୀବନ ଦ୍ୱାରା, ଆମମାନଙ୍କର ବଞ୍ଚିବା ଦ୍ୱାରା ତୁମେ ମହିମା ପାଅ, ତୁମେ ଗୌରବ ପାଅ। ସକଳ ଆଦର, ମହିମା, ଗୌରବ, ପୂଜା, ପ୍ରଶଂସା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଉତ୍ସର୍ଗ କଲେ ପିତା, ଆମେନ୍, ଆମେନ୍। ବହୁତ ବହୁତ ଧନ୍ୟବାଦ। Praise the Lord. ସୁନ୍ଦର ଆରାଧନା। ପ୍ରାତଃ ସମୟରେ ଗୀତ ଗାଇବା ବହୁତ କଷ୍ଟ। ପ୍ରଭୁଙ୍କ ଦାସ ମ୍ୟୁଜିକ ସହିତ ଆମକୁ ଆରାଧନା ମଧ୍ୟକୁ କଢେଇ ଆଣିଥିବାରୁ ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆମେ ଯେତେବେଳେ ଆରାଧନା କରିଥାଉ, ସୁନ୍ଦର ଆରାଧନା, ଆଉ ଆମମାନଙ୍କର ମନ ପ୍ରାଣ ସବୁ କଣ ହେଇଥାଏ, ବ୍ରେନ ମଧ୍ୟ କଣ ହେଇଥାଏ, ସୁସ୍ଥତା ଆଣିଥାଏ। ସେଥିପାଇଁ ଆରାଧନା କରିବା ନିହାତି ଆବଶ୍ୟକତା ରହିଛି। ଆଉ ତା ସହିତ ଆମମାନଙ୍କର ପରମେଶ୍ୱର ପ୍ରଶଂସା ନିବାସୀ ପରମେଶ୍ୱର, ଆମେ ବିନା ଆରାଧନାର ପ୍ରଭୁଙ୍କ ନିକଟବର୍ତ୍ତୀ ହେଇପାରିବାନି। ସେଥିପାଇଁ ପ୍ରଭୁଙ୍କ ଦାସଙ୍କୁ ସୁନ୍ଦର ଗଳା ମଧ୍ୟ ଦେଇଛନ୍ତି। ଆଉ ସେ ଟ୍ୟାଲେଣ୍ଟକୁ ବଜାୟ ରଖନ୍ତୁ, ପ୍ରଭୁଙ୍କ ନିମନ୍ତେ ବ୍ୟବହାର ହୁଅନ୍ତୁ। ଆସନ୍ତୁ, ଆଉ ସମୟ ମଧ୍ୟ ହେଇଯାଇଛି, ଆମେ ପଦେ ପ୍ରାର୍ଥନା କରିବା ପ୍ରଭୁଙ୍କ ଦାସଙ୍କ ପାଇଁ। ଆଉ ବାକ୍ୟ ଘେନି ଆଣୁଥିବା ପ୍ରଭୁଙ୍କ ଦାସଙ୍କ ପାଇଁ ପ୍ରାର୍ଥନା କରିବା। ଆମମାନଙ୍କ ଗହଣ ମଧ୍ୟରେ ଅଛନ୍ତି ପବିତ୍ର ଜେନା ଆଜ୍ଞା। ପ୍ରେଜ୍ ଦ ଲର୍ଡ, ନମସ୍କାର। ପବିତ୍ର ଜେନା ଆଜ୍ଞା ନମସ୍କାର। ପ୍ରେଜ୍ ଦ ଲର୍ଡ। ଶୁଣି ପାରୁନାହାନ୍ତି ବୋଧେ। ଆମମାନଙ୍କ ଗହଣ ମଧ୍ୟରେ ଅଛନ୍ତି ବିନୋଦ ପାଲ ଆଜ୍ଞା। ଆଜ୍ଞା ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ନମସ୍କାର। ପ୍ରେଜ୍ ଦ ଲର୍ଡ, ନମସ୍କାର। ପ୍ରଭୁଙ୍କ ଦାସଙ୍କ ପାଇଁ, ବାକ୍ୟ ଘେନି ଆଣୁଥିବା ପ୍ରଭୁଙ୍କ ଦାସଙ୍କ ପାଇଁ, ଆମ ପ୍ରତ୍ୟେକଙ୍କ ପାଇଁ ପ୍ରାର୍ଥନା କରିବା। ସର୍ବପ୍ରଥମେ ଆମଙ୍କର ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦେବି। ସଙ୍ଗେ ସଙ୍ଗେ ରିଏଲ ମିନିଷ୍ଟ୍ରି ଅନୁକୂଲ୍ୟରେ ଉପସ୍ଥିତ ହେଇଥିବା, ଯେତିକ ଡିଭାଇସ ମଧ୍ୟରେ ଉପସ୍ଥିତ ହେଇଥିବା ପ୍ରତ୍ୟେକ ଦାସୀଙ୍କୁ ମୁଁ ଖ୍ରୀଷ୍ଟ ନମସ୍କାର ଜ୍ଞାପନ କରେ। ନମସ୍କାର। ଆସନ୍ତୁ ଆମେ ସମର୍ପଣ ହେବା।
प्रेममय स्वर्गवासी पिता तुम से महत महत आश्चर्य नामक धन्यवाद दौछु प्रभु तुमको उच्चरे स्थापन करूछु जेहेतु प्रभु तुम्हें स्वर्ग थाई निजस्थ लोक मानक तुम्हें निरीक्षण करुवा परमेश्वर तुम लोक मान प्रेम करी प्रभु दया करी अनुग्रह करी पुणी एक प्रातः काल आम जीवन में जोड़ीदेल दिन आम देखा देल एपाई तुमको धन्यवाद दौछु प्रभु तुमरी दया सकाशु आम विनष्ट हेलु नाही प्रभु आज प्रातः काल उपासना रियल मिनिस्ट्री अनुकूल उपस्थित होता प्रत्येक प्रभु तुम नियंत्रण मध्य रख तुमको धन्यवाद दौछु प्रभु इस समय आस प्रभु जो मैंने दृष्टि प्रार्थना रे पढ़ाई नहीं विशेष कर आशीर्वाद महिमान्वित तुम्हें प्रभु इस समय तुम्हारी मनोनीत दास को प्रभु सुंदर मुख दे सुंदर कंठ दे तुम व्यवहार कर आसुच करुच प्रभु तुम्हें बहुल रूपे आशीर्वाद कर तुम महिमान्वित प्रभु गीत कर आराधना करी तुमरी लोक मान प्रभु तुम निकटवर्ती कराई तुमको धन्यवाद दौछु प्रभु तुम विशेष कर आशीर्वाद कर तुम्हें महिमान्वित इस समय प्रभु तुम्हारी दासी प्रभु प्रिजाइडिंग करी तुम लोक मान प्रभु तुम विशेष कर आशीर्वाद कर तुम धैर्य दियो शांति दियो प्रभु साहस शक्ति दे प्रभु परिचालना करने निमंते प्रभु उद्योगी सहित आत्मार सहित साहाय्य कर समय प्रभु तुम्हारी दास मनोनीत दास दास तुम प्रभु आज मनोनीत कर तुम्हारी से जीवंत वाक्य स्वर्गीय वाणी और प्रभु तुम लोक मान निमंते प्रेरणा करने दास करने बुणवा निमंते जो बीज बीज रोपण कर प्रभु प्रभु ऊर्धर शक्ति दे ज्ञान दे बुद्धि दे प्रभु तुम्हें साहाय्य तुम्हें महिमान्वित तुम्हें ही वक्ता हो तुम्हें ही प्रभु तुम्हें आमर गढ़वर्ती हो प्रत्येक को तुम्हें आशीर्वाद कर मिनिस्ट्री अनुष्ठान को तुम्हारी हस्ती दौछु प्रभु सदा चिरदिन पर्यंत जो दिन पर्यंत प्रभु से दिन पर्यंत जारी रहू प्रत्येक प्रभु आत्मिक वरिष्ठ निम्ते साहाय्य कार्य कर आवश्यक विषय प्रभु तुम्हें जगह मैंने प्रभु तुम दासन को तुम चरण तले दौछि प्रभु तुम्हें जाओ तुम्हें ही मुखपात्र तुम्हें कथा कही तुम्हें महिमा तुम्हें गौरव पाओ प्रशंसा प्रभु तुम्हें अभिषेक कर तुम्हें पवित्र आत्मा तुम्हें प्रत्येक प्रभु से वाक्य को श्रवण करू आमकर प्रभु आत्मा को बलिष्ठ करू तुम निमंते आम व्यवहार निमंते साहाय्य महिमा गौरव पूजा प्रशंसा तुम्हें पाओ जिसु नाम रे मांगले पिता आमेन 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 आज्ञा धन्यवाद समस्त विषय ने बज्र सहित प्रार्थना करितबारु प्रभु आशीर्वाद करंतु अनुग्रह करंतु आमानक समय मध्य बहुत हो जायति सीधा सड़क आमे वाक्य मध्य को जीवा प्रार्थना करिछु आराधना करिछु एतले प्रभु आमे समस्त विषय जणैछु एतले प्रभु आमानक कथा कहिबे आमे सुनिबा को जीवा निज निज को आमे प्रस्तुत करिबा सुस्थिर भाव रे बसिबा धैर्यर सहित बसिबा एतले आमानक गहन मध्य रे अछंती अति प्रिय प्रभुंकर दास आमे तांको पाइथिबारु आमे तांको धन्यवाद देबा एतले मो प्रभु जीशुंक से मधुमय नाम रे सम्मुख आह्वान करूछि प्रभुंक दास सम्मुख को आसीबे आमानक निमंत जो प्रयोजन वाक्य आनिछंती ताहा वितरण करिवे आज्ञा प्रेज द लॉर्ड नमस्कार सर्वप्रथम आम त्राणकर्ता पिता परमेश्वर को मु धन्यवाद दिए आज रियल मिनिस्ट्री ऑफ इंडिया जो मीटिंग रे जोग देइथिबा प्रत्येक प्रभुंकर दासदासी मानकु मोर भक्तिपूर्ण नमस्कार जनाए नमस्कार एवं आज लीडिंग करुवा प्रभुंकर दासी अंबिका मल्लिक दीदी को मु धन्यवाद देवी अति सुंदर भाव में मत से आह्वान करिसंदी एवं आज वर्शिप करुवा प्रभुंकर दास राजेश लिमा आज्ञा हृदय स्पर्शी उपासना आज करथिले जहाँकि प्रत्येक हृदय को से स्पर्श कर उत्साहित प्रदान कर
प्रभु तांको मध्य प्रचुर भाव आशीर्वाद करंतु। तेबे आसंतु आमाने सीधा सड़क वाक्य मध्य को जीवा, जेहेतु समय मध्य 6टा को 15 मिनिट बाकी अछि। तो आमाने सीधा सड़क वाक्य मध्य को जीवा। तेबे आजिर प्रसंग निमंते जो अंशटी आमाने पाठ करिबा ता आपण माने पाइबे द्वितीय राजावली पुस्तक 4 पर्वर 1 पदरु आमे तार 7 पद पर्यंत पाठ करिबा। द्वितीय राजावली पुस्तक 4 पर्वर 1 पदरु 7 पदर शेष अंश पर्यंत पाठ करिबा। आ मु पाठ भविष्यत करिबि। पढ़ंतु पढ़ंतु पढ़ंतु। भविष्यत ବକ୍ତା ମାନଙ୍କର ପୁତ୍ରଗଣର ଭାର୍ଯ୍ୟାମାନଙ୍କର ମଧ୍ୟରୁ ଜଣେ ସ୍ତ୍ରୀ ଇଲିଶାଙ୍କ ନିକଟରେ କ୍ରନ୍ଦନ କରି କହିଲା, ଆପଣଙ୍କର ଦାସ ମୋ ସ୍ୱାମୀ ମରିଅଛନ୍ତି। ପୁଣି ଆପଣଙ୍କର ଦାସ ଯେ ସଦାପ୍ରଭୁଙ୍କୁ ଭୟ କରୁଥିଲେ, ଏହା ଆପଣ ଜାଣନ୍ତି। ଏବେ ମହାଜନ ମୋହର 2 ସନ୍ତାନଙ୍କୁ ଆପଣାର ଦାସ କରିବା ନିମନ୍ତେ ନେବାକୁ ଆସିଛନ୍ତି। ତହିଁରେ ଇଲିଶାୟ ତାହାଙ୍କୁ କହିଲେ, ମୁଁ ତୁମ୍ଭ ପାଇଁ କଣ କରିବି, ମୋତେ କୁହ, ଘରେ ତୁମ୍ଭର କଣ ଅଛି? ଏଥିରେ ସେ କହିଲା, ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ। ତହୁ ସେ କହିଲେ, ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର ଅର୍ଥାତ୍ ଶୂନ୍ୟ ପାତ୍ର ଉଦ୍ଧାର କରି ଆଣ, ଅଳ୍ପ ଉଦ୍ଧାର ନ କର। ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣାର ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କରି ସେ ସବୁ ପାତ୍ରରେ ତୈଳ ଅଜାଡ଼, ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ ତାହା ଅଲଗା କରି ରଖ। ତହୁ ସେ ସ୍ତ୍ରୀ ତାଙ୍କ ନିକଟକୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କର ପଛେ ଦ୍ୱାର ବନ୍ଦ କଲା। ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ ସେ ଅଜାଡ଼ିଲା। ତହୁ ପାତ୍ର ସବୁ ପୂର୍ଣ୍ଣ ହୁଅନ୍ତେ ସେ ଆପଣା ପୁତ୍ରଙ୍କୁ କହିଲା, ଆଉ ଗୋଟିଏ ପାତ୍ର ମୋ କତିକି ଆଣ। ଏଥିରେ ସେ ତାହାକୁ କହିଲା, ଆଉ ପାତ୍ର ନାହିଁ। ତହିଁରେ ତୈଳ ବନ୍ଦ ହେଲା। ତେବେ ସେହି ସ୍ତ୍ରୀ ଆସି ପରମେଶ୍ୱରଙ୍କର ଲୋକଙ୍କୁ ତାହା ଜଣାଇଲା। ଏଥିରେ ସେ କହିଲେ, ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର। ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଦିନାତିପାତ କର। प्रभु आजिर पठित अंशरे श्रवणरे विशेष मानकु आशीर्वाद करंतु। आजिर वाक्य होचे अति सुपरिचित वाक्य। आमरे समस्ते ताहा जानिछु, तथापि केतोटी विषय आपण मानक निकट रखिया पाई चाहिए। तेबे एई जगार आमे देखुछु भविष्यत वक्ता मानक पुत्र मानक मध्यरु जड़े भविष्यत वक्ता पुत्रंकर भार्या मानक मध्यरु जड़े स्त्री इलिशा निकट को आसी क्रंदन करी कहिला, आपणक दास मो स्वामी मरी अछंदी। पुणी आपणक दास जे सदाप्रभु को भय करुथिले, एहा आपण जानंती। एबे महाजन मोहर 2 संतान को आपणर दास करबा निमंते नेबाको आसी अछंती। तोर इलिशा तांग कहिले, मु तुम पाई कौन करिबि, मते कुह, घरे तुमर कौन अछि? एथिरे से कहिला, एक पात्र तैल छड़ा गृहरे आपणक दासीर आउ किछि नाही। प्रिय मोर बंधुगण, आजिर वाक्य प्राय 4-5टी विषय आपण मानक निकटरे मु प्रकाश करिया पाई चाहिबि। सर्वप्रथम विषय हैला भविष्यत वक्ता गणर पुत्र मानक मध्यरु जनकर भार्या क्रंदन करी इलिशा भविष्यत वक्ता निकट को आसिले, मोहर स्वामी आपणकर दास सदाप्रभु को भय करुथिले, आउ महाजन ठारू से ऋण नहीं थिले। से ऋण सुझिबा पूर्वर मृत्युवरण करिथिले बा करिछंदी। तेबे महाजन मोर 2 पुत्र को दास करी रखिबा निमंते आसी अछंदी। एई दुखर कथा
ଇଲିଶା ଭବିଷ୍ୟତ ବକ୍ତାଙ୍କୁ ଏଇ ସ୍ତ୍ରୀ ଲୋକଟି ଜଣାଉଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ଅଧିକ ଋଣ ନେଇ ନ ସୁଝି ପାରିବା ବିଷୟ ବି ଅତି କଷ୍ଟକର ବିଷୟ, ଅତି ଦୁଃଖଦାୟକ ବିଷୟ। ତେବେ ସ୍ତ୍ରୀ ଲୋକଟି ତାଙ୍କର ଦୁଇ ପୁଅଙ୍କୁ ଦାସ କରି ଛାଡିବା ପାଇଁ ତାଙ୍କ ଜୀବନରେ ଯୋଉ ଦୁଃଖ ଆସିଛି, ସେ ଦୁଃଖକୁ ସର୍ବପ୍ରଥମରେ ପ୍ରଭୁଙ୍କର ଦାସ ଇଲିଏସାଙ୍କୁ ଯାଇକି ସେ ଜଣାଉଛନ୍ତି। ପ୍ରଥମ ବିଷୟଟି ମୁଁ ଆପଣଙ୍କୁ କହିବି, ସ୍ତ୍ରୀ ଲୋକଟି ତାଙ୍କ ପରିବାର ଦୁଃଖର ବିଷୟକୁ, ସମସ୍ୟାର ବିଷୟକୁ ସର୍ବପ୍ରଥମରେ ପ୍ରଭୁଙ୍କର ଲୋକଙ୍କ ନିକଟକୁ ଗଲେ। ସର୍ବପ୍ରଥମରେ ସେ ପ୍ରଭୁଙ୍କ ଉପରେ ନିର୍ଭର କରୁଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ସେ ଚାହିଁଥିଲେ କୌଣସି ରାଜାଙ୍କ ନିକଟରେ କିମ୍ବା ତାଙ୍କର ରିଲେଟିଭ ସମ୍ପର୍କୀୟ ଲୋକମାନଙ୍କ ନିକଟକୁ ସେ ଯାଇକି ଜଣେଇଥାନ୍ତା, କିନ୍ତୁ ସ୍ତ୍ରୀ ଲୋକଙ୍କୁ ଆମେ ଦେଖିପାରୁଛୁ ତାଙ୍କ ସ୍ୱାମୀ ମଧ୍ୟ ପ୍ରଭୁଙ୍କୁ ଭୟ କରୁଥିଲେ, ଆଉ ଏହି ସ୍ତ୍ରୀଙ୍କ ଜୀବନରେ ମଧ୍ୟ ଈଶ୍ୱରଙ୍କ ପ୍ରତି ଭୟ ଥିବାରୁ ସର୍ବପ୍ରଥମରେ ପ୍ରଭୁଙ୍କ ଉପରେ ସେ ନିର୍ଭର କରୁଛନ୍ତି ଏବଂ ପ୍ରଭୁଙ୍କ ଦାସଙ୍କୁ ଯାଇକି ସେ ଜଣାଉଛନ୍ତି। ପୁରାତନ ନିୟମରେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବାକୁ ହେଲେ ଏକ ମାଧ୍ୟମ ସେମାନେ ଖୋଜୁଥିଲେ, ଯାହାକି ପ୍ରଭୁଙ୍କର ଲୋକମାନଙ୍କ ନିକଟକୁ ଯାଉଥିଲେ, ସେମାନଙ୍କ ଥ୍ରୋରେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେଉଥିଲେ। ପ୍ରିୟ ମୋର ବନ୍ଧୁଗଣ, ମୁଁ ଏହା ଆପଣମାନଙ୍କୁ କହିବା ପାଇଁ ଚାହିଁବି, ଅନେକ ସମୟରେ ଏମାନଙ୍କର ଜୀବନରେ ଯେତେବେଳେ ବିପଦ ଆସେ, ସଙ୍କଟ ଆସେ, ସେତେବେଳେ ନିଜେ ଆମେ ଚେଷ୍ଟା କରି ସେଥିରୁ କେମିତି ଆମେ ରକ୍ଷା ପାଇବୁ ବୋଲି ଚେଷ୍ଟା କରୁ, କିମ୍ବା ଆମେ ମନୁଷ୍ୟ ମାନଙ୍କ ଉପରେ ନିର୍ଭର କରୁ। କିନ୍ତୁ ଏହି ସ୍ତ୍ରୀ ଲୋକଟି ସେ ସର୍ବପ୍ରଥମରେ ପରମେଶ୍ୱରଙ୍କଠାରେ ନିର୍ଭର କରୁଛନ୍ତି। ବାଇବେଲ ପ୍ରକାଶ କରେ ଜିରିମିୟ ପୁସ୍ତକ 7 ପର୍ବର ତାର 5 ପଦରେ ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ। ଯେଉଁ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ, ସଦାପ୍ରଭୁଙ୍କ ଠାରୁ ଦୂରକୁ ଯାଇ ସେ ଶାପଗ୍ରସ୍ତ। କିନ୍ତୁ 7 ପଦରେ ଲେଖା ଅଛି, ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ, ପୁଣି ସଦାପ୍ରଭୁ ଯାର ବିଶ୍ୱାସ ଭୂମି ଅଟନ୍ତି, ସେ ଧନ୍ୟ। ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ, ସେ ଧନ୍ୟ। କିନ୍ତୁ ଯେଉଁ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ, ସେ ଶାପଗ୍ରସ୍ତ ହବ। ପ୍ରିୟ ମୋର ବନ୍ଧୁଗଣ, ଗୋଟିଏ ପଦ ଆମେ ପଢିବା, ଗୀତ ସଂହିତା 34ର 9-10 ପଦ ପଢିକି ଶୁଣେଇବେ ଟିକେ। ଆମମାନଙ୍କର ଆଜିର ବର୍ଷିପ କରୁଥିବା ପ୍ରଭୁଙ୍କ ଦାସ ସେ ଗୀତ ଗାଉ ଗାଉ ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହବ ନାହିଁ, ଏବଂ ଶେଷରେ ଗୋଟିଏ ପଦ ବି କହିଲେ, ଯାହାକି ଗୀତ ସଂହିତା 34ର 10 ପଦକୁ ମଧ୍ୟ ସେ ପ୍ରକାଶ କଲେ। ଆଜିର ବାକ୍ୟ ସହିତ ଆଜିର ବର୍ଷିପ ଏକ ସମ୍ପର୍କ ଥିବା ବିଷୟ ମୁଁ ବସିକି କଣ କରୁଥିଲେ ତାହା ଅନୁଧ୍ୟାନ କରୁଥିଲି। ତେବେ ସେଇ ପଦ ଟିକେ ପଢନ୍ତୁ। ହେ ତାହାଙ୍କର ସଦ୍ଭକ୍ତ ମାନେ, ସଦାପ୍ରଭୁଙ୍କୁ ଭୟ କର, କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି ସେମାନଙ୍କର କୌଣସି ଅଭାବ ନାହିଁ। ଯୁବା ସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଲେଶ ହୁଏ, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନହିବ। ଏଇ ଜାଗାରେ ଆମେ ଦେଖୁଛୁ, ଏ ସଦାପ୍ରଭୁଙ୍କର ସଦ୍ଭକ୍ତ ମାନେ ସଦାପ୍ରଭୁଙ୍କୁ ଭୟ କର, ଯେହେତୁ ଯେଉଁମାନେ ତାଙ୍କୁ ଭୟ କରନ୍ତି ସେମାନଙ୍କର କୌଣସି ଅଭାବ ନାହିଁ। ଯୁବାଶୟ ମାନଙ୍କର ତୃଷା କ୍ଷୁଧା ହେତୁ କ୍ଲେଶ ହୁଏ, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ହବ ନାହିଁ।
प्रिय मोर बंधुगण यही जगार आम देखुचु स्त्री लोकटी सर्वप्रथम प्रभुंक ठारे निर्भर करुछन्ति एवं प्रभुंकर दासंक निकट को जाए तांको परिवार समस्या से जणाउछन्ति। प्रिय मोर बंधुगण मन रखंतु आपणक जीवन रे आपणकर परिवार जीवन रे जेतेबेले समस्या आसे विपद आसे संकट आसे सर्वप्रथम प्रभुंक निकट को आम जीवा एवं अति शीघ्र सेथुरु सफलता पाइबा पाए प्रभु ही ताहा करि पारंती। तेणु गीत संगीता 50:15 पद लेखा अछि तुबे संकट समय आंभ को डाक तहिरे आंभे तुमको उत्तर देबा। संकट समय विपद समय समस्या समय प्रभुंक निकट को जीवा द्वारा प्रभु अति शीघ्र ताहा समाधान करंती। प्रिय मोर बंधुगण एई स्त्री लोकंक पाखरे आमे प्रथम गुण देखि पारुछु से प्रभुंक दासंक उपरे बा प्रभुंक उपरे से निर्भर करुछन्ति। तेबे आमानंकर जीवन रे मध्य जते बेले समस्या आसुछि सर्वप्रथम प्रभुंकर निकटवर्ती हेबा आमानकर कर्तव्य। द्वितीय कथा मु आपण मानकु कहिबी जाके 2 पदरे आमाने देखि पारुछु। द्वितीय कथा होछि ए स्त्री लोकंकु इलिशा भविष्यत वक्ता पचारुछन्ति मु तुम पाए कौन करिबी आउ तुम गृह रे कौन अछि। स्त्री लोकटी कहउछन्ति आंभ गृह रे एक पात्र तैल छड़ा गृह रे आपणक दासीर आउ किछि नाही। द्वितीय कथा मु आपण मानकु कहिबी। द्वितीय कथाटी इलिशाय तांको परिवार मध्यरे कौन अछि ताहा बुझीबा पाई चाहिले। स्त्री लोकटी कहउछन्ति आपणक दासींक गृह रे एक पात्र तैल छड़ा आउ किछि नाही। प्रिय मोर बंधुगण एठी स्त्री लोकंकर एक विश्वस्त विषय रे विश्वस्तता विषय रे मु आपण मानकु कहिबी। एई स्त्री लोक गृह रे खाली अटा डबा थिबो खाली चाउल डबा थिबो खाली विभिन्न प्रकार जिनिस पत्र डबा थिबो पात्र थिबो किंतु कौनसी विषय नथिबा पात्र विषय से प्रकाश करनाहंती प्रभुंकर दासंकु। आगे आम घरे चाउल किछि नाही कि अटा किछि नाही कि आउ कौनसी विषय किछि नाही ए कथा से कहि नाहंती। तांको घरे कौन अछि विश्वस्त भावरे से प्रकाश करुछन्ति जे आम घरे एक पात्र तैल छड़ा आउ किछि नाही। प्रिय मोर बंधुगण अनेक मां मानंकु सेमानंक ठारू अनेक कथा सुनिछि प्रार्थना अनुरोध करिबा समय आज्ञा आम घरे सबु अछि मात्र एई जिंस नाही एई जिंस आम घरे अभाव अछि सबु अछि। अनेक स्त्री माने कहंती प्रभुंक दयारु आम घरे सबु अछि किंतु एई गोटिए जिंस नाही बोली कि कहंती नथिबा विषय को प्रकाश करंती। किंतु मोर प्रिय बंधुगण एई स्त्री लोकटी से कहउछन्ति तांको घरे कौन अछि ताहा से प्रकाश करुछन्ति नथिबा विषय को से कौन करुनाहंती प्रकाश करुनाहंती। तांकर एक विश्वस्तता आमाने कौन करि पारुछु देखि पारुछु मोर प्रिय बंधुगण तांको घरे कौन नाय कौन कौन अभाव रहिछि ताहा से प्रभुंकर दासंकु प्रकाश करुनाहंती। आउ सेथिबाई मोर प्रिय बंधुगण आजिर वाक्य रे
ସେଇ ତୈଳ ଦ୍ୱାରା ପରମେଶ୍ୱର ଏପରି ଆଶୀର୍ବାଦ କଲେ ତାଙ୍କୁ ଯେ ତାଙ୍କର ନଥିବା ଜିନିଷ ମଧ୍ୟ ପୂର୍ଣ୍ଣ ହେଇପାରୁଛି। ମୋର ପ୍ରିୟ ବନ୍ଧୁଗଣ, ତାଙ୍କ ପାଖରେ ନଥିବା ଜିନିଷ ବି ପୂର୍ଣ୍ଣ ହେଇପାରୁଛି, ଯେହେତୁ ବିଶ୍ୱସ୍ତ ଭାବରେ ତାଙ୍କର କଣ ଅଛି ସେ ଗୋଟିଏ ବିଷୟ ସେ କଣ କରୁଛନ୍ତି, ପ୍ରକାଶ କରୁଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ଆମେ ସମସ୍ତେ ଜାଣିଅଛୁ ଆମ ପାଖରେ ଯଦି କିଛି ଅଛି ତାହାରି ଦ୍ୱାରା ପ୍ରଭୁ ଏକ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ଚାହାନ୍ତି। 5ଟି ରୋଟି ଆଉ 2ଟି ମାଛରେ 5,000 ଊର୍ଦ୍ଧ୍ୱ ଲୋକଙ୍କୁ ଭୋଜନ କରିବା ପାଇଁ ଦେବା ଶିଷ୍ୟମାନଙ୍କ ପକ୍ଷରେ ଅସମ୍ଭବ ବିଷୟ ଥିଲା। କିନ୍ତୁ ସେ 5ଟି ମାଛରେ 5,000 ଲୋକ ଭୋଜନ କରି ତା ଊର୍ଦ୍ଧ୍ୱରୁ ଲୋକମାନେ ଭୋଜନ କରି 12 ଟୋକାଇ ବଳି ପଡ଼ିଥିଲା। ଏହିପରି ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ସମର୍ଥ ପରମେଶ୍ୱର ସେ ଅଟନ୍ତି। ପ୍ରଥମ ରାଜାବଳୀ 17 ପର୍ବର 13-14 ପଦ ଯଦି ଦେଖିବା, ସାରିପତ ବିଧବା ଏଲିୟଙ୍କୁ କହିଲେ, ମୁଠିଏ ମଇଦା ଆଉ ଅଳ୍ପ ତୈଳ ଅଛି, ମୁଁ ଆଉ ମୋର ପୁତ୍ର ପାକ କରି ଭୋଜନ କରି ଆଜି ମରିଯିବୁ। ଏଲିୟ ଭବିଷ୍ୟତ ବକ୍ତା କହିଲେ, ତହିଁରୁ ପ୍ରଥମ ରୁଟି ମତେ ଦିଅ, ବୃଷ୍ଟି ନ ହେବା ପର୍ଯ୍ୟନ୍ତ ତୁମ ପରିବାରରେ କୌଣସି ଅଭାବ ହବ ନାହିଁ। ଆପଣଙ୍କ ପାଖରେ ପରମେଶ୍ୱରଙ୍କର ଅନୁଗ୍ରହ ଯେବେ ଏକ ଛୋଟ ବିଷୟ ଅଛି, ସେଥିରେ ପରମେଶ୍ୱର ଏକ ମିରାକେଲ, ଏକ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ସେ ଚାହାନ୍ତି। ମୋର ପ୍ରିୟ ବନ୍ଧୁଗଣ, ତେବେ ଏଇ ଜାଗାରେ ଆମେ ଦେଖୁଛୁ ଏ ସ୍ତ୍ରୀ ଲୋକଟି ସେ ପ୍ରଭୁଙ୍କର ଦାସଙ୍କୁ ପ୍ରକାଶ କରୁଛନ୍ତି ଯେ ଯାହା ତାଙ୍କ ପାଖରେ ଅଛି ତାହା ସେ ପ୍ରକାଶ କରୁଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ଆପଣଙ୍କର ପ୍ରାର୍ଥନାର ନିବେଦନ ଠାରୁ ଆପଣଙ୍କର ଧନ୍ୟବାଦର ପ୍ରାର୍ଥନାକୁ ପ୍ରଭୁ ଗ୍ରହଣ କରନ୍ତି। ଯେବେ ଆପଣ ହୃଦୟର ସହିତ ପ୍ରଭୁଙ୍କୁ ଧନ୍ୟବାଦ ଦେବେ, ପ୍ରଶଂସା କରିବେ, ଗୌରବ କରିବେ, ତାହା ସେ ଚାହାନ୍ତି। ଅନେକ ସମୟରେ ଆମର କଣ ନିଡ୍ ଅଛି ତାହା ହିଁ ଆମେ ମାଗିଥାଉ, କିନ୍ତୁ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେଇନଥାଉ। ପ୍ରିୟ ମୋର ବନ୍ଧୁଗଣ, ତୃତୀୟ କଥା ମୁଁ ଆପଣମାନଙ୍କ ନିକଟରେ ପ୍ରକାଶ କରିବି, ଯାହାକି 3 ପଦରେ ଆମେ ଦେଖିପାରୁଛୁ। ତୃତୀୟ କଥା, ତୁ ସେ କହିଲେ, ଯାଅ ବାହାରୁ ଆପଣାର ସମସ୍ତ ପ୍ରତିବାସୀ ଠାରୁ ପାତ୍ର ଅର୍ଥାତ୍ ଶୂନ୍ୟ ପାତ୍ର ଉଦ୍ଧାର କରି ଆଣ, ଅଳ୍ପ ଉଦ୍ଧାର ନ କର। ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣା ପୁତ୍ର ମାନଙ୍କ ପଛେ ଦ୍ୱାର ବନ୍ଦ କରି ସେଇ ସବୁ ପାତ୍ରରେ ତୈଳ ଜାଳ, ଆଉ ଯୋଉ ପାତ୍ର ପୂର୍ଣ୍ଣ ହୁଏ ତାହା ଅଲଗା କରି ରଖ। ତୁ ସେ ସ୍ତ୍ରୀ ତାଙ୍କ ନିକଟରୁ ଯାଇ ଆପଣାର ଆପଣା ପୁତ୍ର ମାନଙ୍କ ପଛେ ଦ୍ୱାର ବନ୍ଦ କଲା। ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ ସେ ଅଜାଡ଼ିଲା। ତୁ ପାନ ପାତ୍ର ପୂର୍ଣ୍ଣ ହୁଅନ୍ତେ, ପାତ୍ର ସବୁ ପୂର୍ଣ୍ଣ ହୁଅନ୍ତେ, ସେ ଆପଣାର ପୁତ୍ରଙ୍କୁ କହିଲା, ଆଉ ଗୋଟିଏ ପାତ୍ର ମୋ କତିକି ଆଣ। ଏଥିରେ ସେ ତାହାକୁ କହିଲା, ଆଉ ପାତ୍ର ନାହିଁ, ତୈରେ ତୈଳ ବନ୍ଦ ହେଲା। ତୃତୀୟ କଥା ମୁଁ ଆପଣ ମାନଙ୍କୁ କହିବି, ମୋର ପ୍ରିୟ ବନ୍ଧୁଗଣ, ଇଲିଶା ଭବିଷ୍ୟତ ବକ୍ତା କହିଲେ, ତୁମର ପ୍ରତିବାସୀ ମାନଙ୍କ ଠାରୁ ତୁମେ ଶୂନ୍ୟ ପାତ୍ର ଆଣ, ଉଦ୍ଧାର କରି ସେମାନଙ୍କୁ ଆଣ। ଏ ସ୍ତ୍ରୀ ଆଉ ତାଙ୍କର ପୁଅ ମାନେ 2 ଜଣ ପ୍ରତିବାସୀ ମାନଙ୍କ ଠାରୁ ପାତ୍ର ଗୁଡିକ ଆଣିଲେ। ପ୍ରଭୁଙ୍କର ଦାସ କହିଲେ, ଦ୍ୱାର ବନ୍ଦ କରି ସେ ଶୂନ୍ୟ ପାତ୍ର ମାନଙ୍କରେ ତୈଳ ଢାଳ। ଆଉ ଯେତେବେଳେ ସେମାନେ ତୈଳ ଢାଳିଲେ, ଯେତେ ଶୂନ୍ୟ ପାତ୍ର ଆଣିଥିଲେ ସବୁରେ ପୂର୍ଣ୍ଣ ହେଲା। ଏବଂ ପ୍ରିୟ ମୋର ବନ୍ଧୁଗଣ, ଶେଷରେ ସ୍ତ୍ରୀ ଲୋକଟି କହିଲେ, ଆଉ ଏକ ପାତ୍ର ଆଣ। ସେମାନେ କହିଲେ, ଆଉ ପାତ୍ର ନାହିଁ, ସବୁ ସରିଗଲା। ଆଉ ଯେତେବେଳେ ଆଉ ପାତ୍ର ନାହିଁ କହିଲେ, ଆଉ ସେଇଠି ତୈଳ ବନ୍ଦ ହେବା କଥା ମାନେ କଣ କରିପାରୁଛୁ, ଦେଖିପାରୁଛୁ। ପ୍ରିୟ ମୋର ବନ୍ଧୁଗଣ,
ମୁଁ ଆପଣ ମାନଙ୍କୁ କହିବି ଏ ଜାଗାରେ ତୃତୀୟ କଥା ଏଇ ସ୍ତ୍ରୀ ଲୋକ ଆଉ ତାଙ୍କର ପୁତ୍ର ମାନେ ପ୍ରଭୁଙ୍କ ଦାସଙ୍କର ଆଜ୍ଞା ପାଳନ କଲେ। ଆମ ପରି ସ୍ତ୍ରୀ ଲୋକମାନେ ହେଲେ କହିଥାନ୍ତା, ହଁ ଆପଣ ମତେ କିଛି ପଇସା ଦେବାକୁ ଥିଲେ ଦିଅନ୍ତୁ, ନହେଲେ ଏତେ କଥା ମତେ କୁହନ୍ତୁ ନାହିଁ ବୋଲି କହିଥାନ୍ତେ। ଯେତେବେଳେ କୌଣସି ସ୍ତ୍ରୀ କାହାକୁ ପଇସା ମାଗିବା ପାଇଁ ଯାଆନ୍ତି, ଆଉ ପଇସା ଦେବା ପୂର୍ବରୁ ଯଦି କିଛି କଥା ସେ କହିବ, ଆମର ସ୍ତ୍ରୀ ଲୋକମାନେ କହନ୍ତି ତୁମର ଇଚ୍ଛା ହେଲେ ଦିଅ, ନହେଲେ ନାହିଁ, ଆଉ କଣ ନାହିଁ ବୋଲି କହିଦିଅ, ଏତେ କଥା ମତେ କୁହ ନାହିଁ ବୋଲି କହିବେ। ସ୍ତ୍ରୀ ଲୋକଟି ନମ୍ର ଭାବରେ ଏବଂ ତାଙ୍କ ପୁଅ ମାନେ ପ୍ରତିବାସୀ ମାନଙ୍କ ଠାରୁ ପାତ୍ର ଗୁଡିକ ମାଗି ଆଣିଲେ। ପ୍ରିୟ ମୋର ବନ୍ଧୁଗଣ, ଏଇଠି ଗୋଟେ କଥା ମୁଁ ଆପଣ ମାନଙ୍କୁ କହିବି। ଇଲିଶା ସଦାପ୍ରଭୁଙ୍କର ବାକ୍ୟ ପାଳନ କରୁଛନ୍ତି। ଇଲିଶାଙ୍କର ବାକ୍ୟ ଏ ସ୍ତ୍ରୀ ପାଳନ କରୁଛନ୍ତି। ଏ ସ୍ତ୍ରୀଙ୍କର ବାକ୍ୟ ତାଙ୍କର ପୁଅ ମାନେ ପାଳନ କରୁଛନ୍ତି। ପ୍ରଭୁଙ୍କର ଦାସଙ୍କର ଆଜ୍ଞାକୁ এই ସ୍ତ୍ରୀ ଲୋକଟି ତାଙ୍କର ପୁତ୍ର ମାନେ ମାନୁଛନ୍ତି, ବାଧ୍ୟ ହଉଛନ୍ତି ଏବଂ ତୈଳ ପାତ୍ର ଆଣୁଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ଏଠି ଗୋଟେ କଥା ମୁଁ କହିବି। ପ୍ରଭୁଙ୍କର ବାକ୍ୟ ପାଳନ କରିବା ଦ୍ୱାରା, ପ୍ରଭୁଙ୍କର ଆଜ୍ଞା ପାଳନ କରିବା ଦ୍ୱାରା ଆପଣଙ୍କର ଜୀବନରେ ଆଶ୍ଚର୍ଯ୍ୟ କର୍ମକୁ ଆପଣ ଦେଖିପାରିବେ। ମିରାକେଲ ୱାର୍କ ଆପଣ ଦେଖିପାରିବେ। ପୁରାତନ ନିୟମରୁ ନୂତନ ନିୟମ ପର୍ଯ୍ୟନ୍ତ ଯୋଉମାନେ ପ୍ରଭୁଙ୍କର ବାକ୍ୟ ପାଳନ କରିଛନ୍ତି, ଆଜ୍ଞା ପାଳନ କରିଛନ୍ତି, ସେମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମକୁ ସେମାନେ କଣ କରିଛନ୍ତି ଦେଖିପାରିଛନ୍ତି। ଆମେ ଯୋହନ ଲିଖିତ ସୁସମାଚାର 2 ପର୍ବର 6 ରୁ 8 ପଦ ଯଦି ଦେଖିବା, ପଢିବା ନାହିଁ ମୁଁ କହିବି। ଯେତେବେଳେ ବିବାହ ଭୋଜରେ ଦ୍ରାକ୍ଷାରସ ସରିଗଲା, ଯୀଶୁ ଦାସ ମାନଙ୍କୁ କହିଲେ ଯେ ସେଇ ପାତ୍ର ମାନଙ୍କରେ, ଯୋଉ ପାତ୍ରରେ ଯିହୁଦୀ ଲୋକମାନେ ନିଜର ଗୋଡ ହାତ ଧୋଇକି ପରିଷ୍କାର ହୁଅନ୍ତି, ଶୁଦ୍ଧ କରନ୍ତି, ଶୁଚି ହୁଅନ୍ତି, ସେଇ ପାତ୍ରରେ ଜଳ ଢାଳିବା ପାଇଁ କହିଲେ। ସେମାନେ ଜଳ ଢାଳିଲେ ଏବଂ ସେଇ ଜଳକୁ କାଢିକି ନେଇ ଲୋକମାନଙ୍କୁ ବାଣ୍ଟିବା ପାଇଁ କହିଲେ। ଲୋକମାନେ ବାଣ୍ଟିଲେ। ବାଣ୍ଟିବା ସମୟରେ ଜଳ ଦ୍ରାକ୍ଷାରସ ହେବା କଥା ମାନେ କଣ କରିପାରୁଛୁ, ଦେଖିପାରୁଛୁ। ଏଇ ଜାଗାରେ ଯୀଶୁଙ୍କର ଆଜ୍ଞାକୁ ଦାସମାନେ ଯେତେବେଳେ ପାଳନ କଲେ, ଏକ ଆଶ୍ଚର୍ଯ୍ୟ କର୍ମ ଏ ବିବାହ ଭୋଜରେ ଆମେ କଣ କରିପାରୁଛୁ, ଦେଖିପାରୁଛୁ। ପ୍ରିୟ ମୋର ବନ୍ଧୁଗଣ, ସେହିପରି ଜିରିହ ନଗର ଧ୍ୱଂସ ହେବାର ପଛରେ ପ୍ରଭୁଙ୍କର ଆଜ୍ଞା ଥିଲା। ଛଅ ଦିନ ତୁମେ ସେଇ ଜିରିହର ଚାରି ଦିଗରେ ଭ୍ରମଣ କରିବ। ସପ୍ତମ ଦିନରେ ନିୟମ ସିନ୍ଦୁକ ଧରି ଯାଜକ ମାନେ କଣ କରିବେ, 7 ଥର ସେମାନେ କଣ କରିବେ। ଯାଜକ ମାନେ ଯେତେବେଳେ 7 ଥର ବୁଲିଲେ, ମୋର ପ୍ରିୟ ବନ୍ଧୁଗଣ, ଜିରିହ ନଗର ବା ଜିରିହର ପ୍ରାଚୀର ଧ୍ୱଂସ ହେଲା। ପ୍ରଭୁଙ୍କର ବାକ୍ୟ ବା ଆଜ୍ଞା ପାଳନ କରିବା ଦ୍ୱାରା ଆଶ୍ଚର୍ଯ୍ୟ କର୍ମ ଆପଣଙ୍କର ଜୀବନରେ ଆପଣ କଣ କରିପାରିବେ, ଦେଖିପାରିବେ। ଝିଅସିଅ ପୁସ୍ତକ ଆମମାନେ 6 ପର୍ବର 4 ଏବଂ 5 ପଦ ଟିକେ ପଢିବା। ମୁଁ ପଢୁଛି। ପୁଣି 7 ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ 7 ତୁରୀ ବହିବେ। ଆଉ ସପ୍ତମ ଦିନ ତୁମେ ମାନେ 7 ଥର ନଗର ପ୍ରଦକ୍ଷିଣ କରିବ
ଓ ଯାଜକ ମାନେ ତୁରୀ ବଜାଇବେ। ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ସିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମେମାନେ ସେଇ ତୁରୀ ଶବ୍ଦ ଶୁଣିବ ସେତେବେଳେ ସମସ୍ତ ଲୋକ ମହାଜୟ ଧ୍ୱନିରେ ଜୟ ଧ୍ୱନି କରିବେ। ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହବ ଓ ଲୋକମାନେ ପ୍ରତ୍ୟେକ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ। ଏଇ ଜାଗାରେ ଆମେ ଦେଖୁଛୁ ପୁଣି 7 ଜଣ ଯାଜକ ସିନ୍ଧୁକର ଅଗ୍ରସର ହୋଇ ମହାଶବ୍ଦକାରୀ 7 ତୁରୀ ବହିବେ। ଆଉ ସପ୍ତମ ଦିନ ତୁମେ ମାନେ 7 ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକ ମାନେ ତୁରୀ ବଜାଇବେ। ପ୍ରଭୁଙ୍କର ଆଜ୍ଞା ଥିଲା ସପ୍ତମ ଦିନ 7 ତୁରୀ ବାଜିବ। ଆଉ 7 ଥର ତୁମେ କଣ କରିବ? ଆମେ ଦେଖୁ ନଗର ପ୍ରଦକ୍ଷିଣ କରିବ। 7 ସଂଖ୍ୟା ହଉଛି ଏକ ପରଫେକ୍ଟ ସଂଖ୍ୟା। ଏ 7 ଥର ପର୍ଯ୍ୟନ୍ତ ଯେତେବେଳେ ସେମାନେ ପ୍ରଦକ୍ଷିଣ କରୁଛନ୍ତି ଏକ ଆଶ୍ଚର୍ଯ୍ୟ କର୍ମ ଆମେ କଣ କରିପାରୁଛୁ ଦେଖିପାରୁ। ପ୍ରିୟ ମୋର ବନ୍ଧୁଗଣ, ପ୍ରଭୁଙ୍କର ବାକ୍ୟ ବା ଆଜ୍ଞା ଯୋଉମାନେ ପାଳନ କରନ୍ତି ସେମାନଙ୍କ ଜୀବନରେ ଏକ ମିରାକେଲ କାମ ଆପଣ ଦେଖିପାରିବେ। ଦ୍ୱିତୀୟ ରାଜାବଳୀ ପୁସ୍ତକ ତାର 5 ପର୍ବର ତାର 13-14 ପଦ ଯଦି ଆପଣ ଦେଖିବେ ସେଇ ଜାଗାରେ ଇଲିଶା ଭବିଷ୍ୟତ ବକ୍ତା ନାମାନକୁ କହୁଛନ୍ତି ତୁମେ ଜର୍ଦ୍ଦନ ନଦୀକୁ ଯାଅ 7 ଥର ସ୍ନାନ କର। ନାମାନ ଏହି ଆଜ୍ଞାକୁ ପାଳନ କରିବା ପାଇଁ ପ୍ରଥମରେ ସେ ଇଗ୍ନୋର କରିଥିଲେ, ମନା କରିଦେଇଥିଲେ। ଅନେକ ଦାସ ମାନେ କହିଲେ ସେ ପ୍ରଭୁଙ୍କର ଦାସ କେଡେ ବଡ କଥା ଆପଣଙ୍କୁ କହିଲେ, ଯାଇକି ସ୍ନାନ କର ବୋଲି କହିଲେ। ଯଦି ଆଉ କୌଣସି ବଡ କଥା କହିଥାନ୍ତେ ତାହା ଆପଣ କରିଥାନ୍ତେ। ସ୍ନାନ କରିକି ସୁସ୍ଥ ହୁଅ ବୋଲି କହିବା କଣ ବଡ କଥା? ନାମାନ ସେମାନଙ୍କର କଥା ଶୁଣି ଗଲେ ଜର୍ଦ୍ଦନ ନଦୀରେ 7 ଥର ପର୍ଯ୍ୟନ୍ତ ସ୍ନାନ କଲେ। 7 ଥର ସେ ବୁଡ଼ିଲେ ଏବଂ କୁଷ୍ଠ ରୋଗରୁ ସେ ସୁସ୍ଥତା ପାଇଲେ। ନାମାନ ଯଦି ସେ ଆଜ୍ଞା ପାଳନ କରିନଥାନ୍ତେ ଏଡେ ବଡ ରୋଗରୁ ସେ ସୁସ୍ଥ ହେଇନଥାନ୍ତେ। ପ୍ରିୟ ମୋର ବନ୍ଧୁଗଣ, ନାମାନ ଆଜ୍ଞା ପାଳନ କରିବା ଦ୍ୱାରା ସେ ସୁସ୍ଥତା ଲାଭ କଲେ। ପ୍ରିୟ ମୋର ବନ୍ଧୁଗଣ, ହୋଲ ବାଇବେଲରେ ପ୍ରଭୁଙ୍କର ଆଜ୍ଞା ଯେଉଁମାନେ ପାଳନ କରିଛନ୍ତି ସେମାନଙ୍କର ଜୀବନରେ ଆଶ୍ଚର୍ଯ୍ୟ କର୍ମ ମିରାକେଲ ୱାର୍କ ସେମାନଙ୍କ ଜୀବନରେ ସେମାନେ କଣ କରିପାରିଛନ୍ତି ଦେଖିପାରିଛନ୍ତି। ତେଣୁ ଏଇ ସ୍ତ୍ରୀ ଆଉ ତାଙ୍କର ପୁଅ ମାନେ ପ୍ରଭୁଙ୍କ ଦାସଙ୍କ କଥାରେ ବାଧ୍ୟ ହେଲେ। ଆଉ ସେମାନେ ପ୍ରତିବାସୀ ମାନଙ୍କ ଠାରୁ ପାତ୍ର ଆଣିଲେ। ସେଦିନ ପ୍ରତିବାସୀ ମାନଙ୍କ ଠାରୁ ଯେତେ ପାତ୍ର ଆଣିଲେ ପ୍ରିୟ ମୋର ବନ୍ଧୁଗଣ ସବୁ ପୂର୍ଣ୍ଣ ହେଲା। ଯଦି ସେମାନେ ପୁରା ନଗରର ପାତ୍ର ଆଣିଥାନ୍ତେ, ସହରର ପାତ୍ର ଆଣିଥାନ୍ତେ, ସେ ରାଜ୍ୟର ପାତ୍ର ଆଣିଥିଲେ ମଧ୍ୟ ପୂର୍ଣ୍ଣ ହେଇଥାନ୍ତେ। ପ୍ରଭୁଙ୍କର ବାକ୍ୟ ଆଜ୍ଞା ପାଳନ କରିବା ଦ୍ୱାରା ଭୟଙ୍କର ଆଶୀର୍ବାଦ ଆପଣଙ୍କ ଜୀବନରେ ଆପଣ ଦେଖିପାରିବେ। ଆମେ ଈଶ୍ୱରଙ୍କର ଅବାଧ୍ୟ ହେବାରୁ ଆମମାନଙ୍କର ଜୀବନରେ ପ୍ରଭୁଙ୍କର ଆଶୀର୍ବାଦକୁ ଆଶ୍ଚର୍ଯ୍ୟ କର୍ମକୁ ଆମେ ଦେଖିପାରୁନାହୁଁ। ଚତୁର୍ଥ କଥା ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହିଁବି। ଚତୁର୍ଥ କଥା, ଏ ଆଶ୍ଚର୍ଯ୍ୟ କର୍ମ ହେଲା ପରେ ଏଇ ଦାସୀ ପ୍ରଭୁଙ୍କ ଦାସଙ୍କ ନିକଟକୁ ସେ ଯାଉଛନ୍ତି। ତୈଳ ପୂର୍ଣ୍ଣ ହେଇଗଲା ପରେ ପ୍ରଭୁଙ୍କର ଦାସଙ୍କ ନିକଟକୁ ଯାଇ ତାଙ୍କୁ କହୁଛନ୍ତି, ଆମେ ତାର 6-7 ପଦ ପଢିବା। ତୋ ପାତ୍ର ସବୁ ପୂର୍ଣ୍ଣ ହୁଅନ୍ତେ ସେ ଆପଣା ପୁତ୍ରଙ୍କୁ କହିଲା, ଆଉ ଗୋଟିଏ ପାତ୍ର ମୋ କତିକି ଆଣ। ଏଥିରେ ସେ ତାହାକୁ କହିଲା, ଆଉ ପାତ୍ର ନାହିଁ, ତହିଁରେ ତୈଳ ବନ୍ଦ ହେଲା। ତେବେ ସେ ସ୍ତ୍ରୀ ଆସି ପରମେଶ୍ୱରଙ୍କ ଲୋକଙ୍କୁ ତାହା ଜଣାଇଲା। ଏଥିରେ ସେ କହିଲେ, ଯାଅ ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର। ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ ପୁତ୍ର ମାନେ ଦିନାତିପାତ କର। ପ୍ରିୟ ମୋର ବନ୍ଧୁଗଣ, ଚତୁର୍ଥ କଥା
तैल पूर्ण हो गला परे एई दासी एई महिला प्रभु दासन निकट को जाई से कथा जनाऊछंदी। मु एठी कहिबा पाई चाहिबी आश्चर्य कर्म हैला परे से आश्चर्य कर्म उपरे एई स्त्री लोकटी निर्भर करि नथिले किंतु प्रभुଙ୍କ दासଙ୍କ ଉପରେ ନିର୍ଭର କରିଥିଲେ। प्रिय मोर बंधुगण आम जीवन में जो आश्चर्य कर्म हुए ता उपरे भरोसा न रखी जे आश्चर्य कर्म करती ऊपर भरोसा रखा नितांत आवश्यक रही। स्त्री लोकटी प्रभुଙ୍କ दासଙ୍କ निकट को जाऊँ मार्क 10 पर्वर 52 पदरे जदि आप देखिए बार्तिमय अंध सुस्थ हैला परे प्रभुंकर प्रशंसा करू करू यीशुंकर पछे पछे चलिबाकू लागिले। सुस्थ हैला परे दौड़ी की पळेले ना मो जीवन रे एक मिराकल हैला बोली आश्चर्य कर्म हैला बोली दौड़ी की पळेले ना यीशुंक पछे पछे चलिबाकू लागिले। लूक 17 पर्वर 15 रु 17 भितर जदि आमे देखिबा 10 जन कुष्ठी यीशुंक निकट को आसीथिले से माने जाऊ जाऊ 10 जन जाक सुस्थ हेले किंतु जने विजातीय लोक यीशुंक निकट को आसी तांको प्रणाम करि तांकर धन्यवाद करूछन। यीशु भी से जगह रे पचार छंती आ 9 जन कुआडे गले 10 जन कोन सुस्थ हेले ना किंतु जने प्रभुंकर से आश्चर्य कर्म उपर निर्भर न करी प्रभुंक उपर निर्भर करी तांको पाद तले को आसी। प्रिय मोर बंधुगण हानांक कथा जदि मु आपण मानकु कहिबी हाना पूर्वरे जेपरि सदा प्रभुंकर सेवा करूथिले प्रार्थना करूथिले संतान प्राप्त हैला परे मध्य मो जीवन रे एक आश्चर्य कर्म प्रभु साधन कले बोली रही गले नाही किंतु से सदा प्रभु जे तांको पुत्र देइचंदी से पुत्रंकु नै तांको निकटरे समर्पण कले एवं सारा जीवन सदा प्रभुंकर सेवा आमे आश्चर्य कर्म उपरे भरोसा न रखी निर्भर न करी जे आश्चर्य कर्म करती तांको उपरे निर्भर करिबा नितांत आवश्यक रही। प्रिय मोर बंधुगण आश्चर्य कर्म उपरे निर्भर न करी जे आश्चर्य कर्म करती तांको उपरे जेतेबेले आमे निर्भर करिबा कौन हेबो आम जीवन रे जानिछन ना आपणकर जीवन सारा से आश्चर्य कर्म करूथिबे। आश्चर्य कर्म उपरे निर्भर न करी जे आश्चर्य कर्म करती तांको उपरे जेतेबेले आमे भरोसा रखिबा निर्भर करिबा आपणकर जीवन सारा से आश्चर्य कर्म तेणु आमे आश्चर्य कर्म उपरे निर्भर न करी आश्चर्य कर्म करुथिबा व्यक्ति भरोसा रखिबा निर्भर करिबा विश्वास करिबा आमानकर कर्तव्य रही। एई स्त्री लोकटी प्रभुंक दासंक निकट को जाउछन प्रभुंक दास कहउछंदी एई तैल को विक्रय करी तुम ऋण को तुमे परिशोध कर अवशिष्ट रे तुमे आउ तुमर पुत्र दिनातिपात कर। प्रिय मोर बंधुगण आसंतु चारोटी कथा मु आपण मानक निकटरे मु रखी ए स्त्री जीवन रे आमने देखुछु सर्वप्रथम रे प्रभुंक ऊपर से निर्भर करूछन बा प्रभुंक दासंक ऊपर निर्भर करूछन। द्वितीय होउछि तांको घरे जहा नाही ताहा आनिकी से प्रभुंक दासंक कहू नांती किंतु जहा अछि से विषय से प्रकाश करूछन। तृतीय कथा स्त्री लोकटी आ तांको पुओ माने प्रभुंक लोकंकर वाक्य को पालन कर। चतुर्थ कथा आश्चर्य कर्म जीवन रे देखी आश्चर्य कर्म ऊपर निर्भर न करी जे आश्चर्य कर्म कराई छंदी तांको ऊपर कोन करूछंदी निर्भर करूछंदी। तेबे एई चारोटी विषय को नै प्रभु आज आमानकु आशीर्वाद करंतु कथा को प्रभु अल्प वाक्य रे आमानकु आशीर्वाद करंतु आसंतु पदे प्रार्थना। प्रेममय प्रिय प्रभु आमे तुमरो धन्यवाद करूछु
ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଛ। ପ୍ରଭୁ ଆମେ ଯେପରି ତୁମ ଉପରେ ଭରସା ରଖି ଜୀବନ ଯାପନ କରିବୁ ଅନୁଗ୍ରହ କର। ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କରିବି ତ, ଆମେନ୍। ନମସ୍କାର। ନମସ୍କାର ଆଜ୍ଞା, ଧନ୍ୟବାଦ ସୁନ୍ଦର ବାକ୍ୟ ପାଇଁ ପ୍ରଭୁଙ୍କ ଦାସଙ୍କୁ ଆମେ ଧନ୍ୟବାଦ ଦେବା। କାରଣ ଯେଉଁମାନେ ବାକ୍ୟ ବୋହିକିରି ଆଣନ୍ତି ସେମାନେ 2 ଗୁଣ ସମାଦର ପାଇବାକୁ ଯୋଗ୍ୟ। ସେଥିପାଇଁ ଆସନ୍ତୁ କରତାଳ ସହିତ ଧନ୍ୟବାଦ ଦେବା। ଆଉ 4ଟି ବିଷୟ କହୁଥିଲେ ଆଜି ଇଲିଶାଙ୍କ ଜୀବନରେ ଆମେ ଦେଖିଲୁ। ଆଜି ଆମେ ନିଜ ନିଜକୁ ସେଇ ସ୍ଥାନରେ ରଖିବା। ଆମେ କିପରି ଭାବରେ ପ୍ରଭୁଙ୍କୁ ନିର୍ଭର କରୁଛୁ, ପ୍ରଭୁଙ୍କୁ ଦୁଃଖ ସମୟରେ ଧନ୍ୟବାଦ ଦଉଛୁ ଏବଂ ଆଜ୍ଞାବହ ଜୀବନ କାଟୁଛୁ କି, ଏବଂ ଯେଉଁ ପରମେଶ୍ୱର ମହାନ ପରମେଶ୍ୱର ସେ ଶୂନ୍ୟ ସ୍ଥାନକୁ ପୂର୍ଣ୍ଣ କରିବା ପରମେଶ୍ୱର ତାଙ୍କ ଉପରେ ନିର୍ଭର କରୁଛୁ କି। ତାହେଲେ ଆଉ ଇଲିଶା ଯେପରି ଆଶୀର୍ବାଦ ପାଇଥିଲା ସେପରି ଆମେ ମାନେ ମଧ୍ୟ ଆଶୀର୍ବାଦ ପାଇବା। ସୁନ୍ଦର ବାକ୍ୟ ପାଇଁ ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ପ୍ରଚୁର ପରିମାଣ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆଉ ଆସନ୍ତୁ ଆମେ ଶେଷ ପର୍ଯ୍ୟାୟକୁ ପହଞ୍ଚି ଆସିଛୁ। ଆଉ ପ୍ରାର୍ଥନା କରିବାକୁ ଯିବା। ଆମମାନଙ୍କ ଗହଣ ମଧ୍ୟରେ ଅଛନ୍ତି PK